ବାରତା ଆସିଛି ଆଜି। ଶୁଣ ଭାଇ ଏ ଭଉଣୀ, ନିରାଶାରେ ଅଛ କି ଆଜି? ତେବେ ଶୁଣ ଏ ଭାଇ, ଶୁଭ ବାରତା ଆସିଛି ଆଜି। ସରଗର ଏ ବାରତା, ପ୍ରେମର ବାରତା, ସତ୍ୟମୁଖୀର ବାରତା, ପରିତ୍ରାଣର କଥା। ଶୁଭ ବାରତା ଆସିଛି ଆଜି। প্রিয় শ্রোতা বন্ধু, প্রভু শ্রীখ্রিস্টଙ୍କ সর্বশ্রেষ্ঠ নামରେ ଆପଣଙ୍କୁ শুভେচ্ছা। ପବିତ୍ର ବାଇବଲର ମାଥ୍ୟୁ ରୀତୁ ସୁସମାଚାର 5 ଅଧ୍ୟାୟର 45 ପଦରେ ଆମମାନେ ଏହିପରି ପାଠ କରୁ, ଯେପରି ତୁମେମାନେ ତୁମମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ସନ୍ତାନ ହେବ, ସେ ତ ଦୁଷ୍ଟ ଓ ସନ୍ଥ ଉଭୟଙ୍କ ଉପରେ ଆପଣା ସୂର୍ଯ୍ୟ ଉଦୟ କରାନ୍ତି, ପୁଣି ଧାର୍ମିକ ଓ ଅଧାର୍ମିକ ମାନଙ୍କ ଉପରେ ବୃଷ୍ଟି ବର୍ଷାନ୍ତି। ଈଶ୍ୱର କାହାରି ପକ୍ଷପାତିତା କରନ୍ତି ନାହିଁ, ଯେପରି ମନୁଷ୍ୟ ପକ୍ଷପାତ କରିଥାଏ। ସେ ତ ନିଜର ଲୋକଙ୍କୁ ଉତ୍ତମ ବିଷୟ ଦେବାକୁ ଚାହେଁ, କିନ୍ତୁ ଅନ୍ୟମାନଙ୍କୁ ଦେବାକୁ ହେଲେ ତାହାର ହସ୍ତ ଛୋଟ ହୋଇଯାଏ। ହେଲେ ଈଶ୍ୱର ସେହିପରି କରନ୍ତି ନାହିଁ, କାରଣ ସେ ଦୁଷ୍ଟ ଓ ସନ୍ଥ ଉଭୟଙ୍କ ଉପରେ ଆପଣା ସୂର୍ଯ୍ୟ ଉଦୟ କରାନ୍ତି, ପୁଣି ଧାର୍ମିକ ଓ ଧାର୍ମିକ ମାନଙ୍କ ଉପରେ ବୃଷ୍ଟି ବର୍ଷାନ୍ତି। ଅନେକ ସମୟରେ ମନୁଷ୍ୟ ନିଜର ଧର୍ମାବସ୍ଥା ବା ଧର୍ମନିଷ୍ଠା ଓ ନିଜର ବୁଦ୍ଧି ଚିନ୍ତାରେ ନିଜକୁ ଶ୍ରେଷ୍ଠ ତଥା ଈଶ୍ୱରଙ୍କର ସନ୍ତୋଷ ପାତ୍ର ରୂପେ ଘୋଷିତ କରେ। ମାତ୍ର ଯେଉଁ ଈଶ୍ୱର ଅନ୍ତଃକରଣ ପରୀକ୍ଷା କରନ୍ତି, ସେ କଦାପି ଭଣ୍ଡା ଯାଆନ୍ତି ନାହିଁ। ତେଣୁ ସମସ୍ତଙ୍କ ନିମନ୍ତେ ସେ ସବୁ ବିଷୟ ଆୟୋଜନ କରିଛନ୍ତି। ପୁଣି ତାହାଙ୍କର ବିଶେଷ ଆୟୋଜନ ମନୁଷ୍ୟ ଜାତିର ପରିତ୍ରାଣ ନିମନ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ହୋଇଅଛି, ଯାହା ଅନନ୍ତ ଜୀବନ ଅଟେ। କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ର ଅର୍ଥାତ୍ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ଦାନ କଲେ, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଯେଣୁ ଜଗତର ବିଚାର କରିବା ନିମନ୍ତେ ଈଶ୍ୱର ଆପଣା ପୁତ୍ରଙ୍କୁ ଜଗତକୁ ପ୍ରେରଣ ନ କରି, ଜଗତ ଯେପରି ତାହାଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୁଏ ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ। ଯିଏ ତାହାଙ୍କଠାରେ ବିଶ୍ୱାସ କରେ ସେ ବିଚାରିତ ହୁଏ ନାହିଁ, ଯେ ବିଶ୍ୱାସ କରେ ନାହିଁ ସେ ବିଚାରିତ ହୋଇ ସାରିଲାଣି, କାରଣ ସେ ଈଶ୍ୱରଙ୍କ ଅଦ୍ୱିତୀୟ ପୁତ୍ରଙ୍କ ନାମରେ ବିଶ୍ୱାସ କରେ ନାହିଁ। ତେବେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କ ସର୍ବଶ୍ରେଷ୍ଠ ଉତ୍ତମତା ଓ ତାହାଙ୍କ ନିଷ୍କପଟ ପ୍ରେମ ଆପଣ ଅନୁଭବ କରିବାକୁ ଚାହିଁବେ ନାହିଁ କି?